ଗଅଁଦିଆ ପୋଲିସ ଓ ଚାଳକ ସଂଘ ପକ୍ଷରୁ ସଡ଼କ ସୁରକ୍ଷା ପାଳିତ। ଆଜି ଗଅଁଦିଆ ଥାନା ପୋଲିସ ଓ ଗଅଁଦିଆ ବ୍ଲକ ଚାଳକ ସଂଘ ତରଫରୁ ମିଳିତ ଭାବରେ ଗଅଁଦିଆଠାରେ ସଡ଼କ ସୁରକ୍ଷା ସଚେତନତା ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ଏକ ସଚେତନତା ଶୋଭାଯାତ୍ରା ଗଅଁଦିଆ ଥାନା ଅଧିକାରୀ ମାଗୁଣୀ ଗଡ଼ନାୟକଙ୍କ ଅଧ୍ୟକ୍ଷତାରେ ଗଅଁଦିଆ ପୋଲିସ କାର୍ଯ୍ୟାଳୟ ଠାରୁ ବାହାରି ଥାନା ଛକ, ବ୍ଲକ ଛକ, ବଣିଆପଡ଼ା ଛକ, ହାଟ ଛକ ଓ ଗଅଁଦିଆ ଛକ ପରିକ୍ରମା କରି ତାରିଣୀ ଛକ ପର୍ଯ୍ୟନ୍ତ ଯାଇଥିଲା। ପୋଲିସ କର୍ମଚାରୀ ଓ ଚାଳକ ସଂଘର ସଦସ୍ୟମାନେ ହାତରେ ବିଭିନ୍ନ ପ୍ରକାର ସଚେତନତା ପ୍ଲାକାର୍ଡ ଧରିବା ସହିତ ସଡ଼କ ସୁରକ୍ଷା ଉପରେ ସ୍ଲୋଗାନମାନ ଦେଇଥିଲେ। ରାସ୍ତାରେ ଯାଉଥିବା ବାଇକ୍ ଚାଳକଙ୍କ ଠାରୁ ଆରମ୍ଭ କରି ଯାତ୍ରୀବାହୀ ଯାନ ଓ ପଥଚାରୀମାନଙ୍କୁ ସଡ଼କ ସୁରକ୍ଷା ଉପରେ ସଚେତନତା କରିଥିଲେ। ବିଶେଷ କରି ରାସ୍ତାରେ ଗାଡ଼ି ଚଲାଇଲା ବେଳେ ମୁଣ୍ଡରେ ହେଲମେଟ୍ ପରିଧାନ କରିବା, ଗାଡ଼ି ଧୀରେ ଚଳାଇବା, ମୋବାଇଲରେ କଥା ନ ହେବା ଉପରେ ଗୁରୁତ୍ୱାରୋପ କରିବା ସହ ଜନସାଧାରଣମାନଙ୍କୁ ଅବଗତ କରାଇଥିଲେ। ଉକ୍ତ ଶୋଭାଯାତ୍ରାରେ ଗଅଁଦିଆ ଥାନା ଏଏସ୍ଆଇ ମୁରଲୀଧର ନାୟକଙ୍କ ସମେତ ଅନ୍ୟ ପୋଲିସ କର୍ମଚାରୀ ଓ ଚାଳକ ସଂଘର ପ୍ରମୁଖ କାର୍ଯ୍ୟକର୍ତ୍ତାମାନେ ଅଂଶଗ୍ରହଣ କରିଥିଲେ। ଢେଙ୍କାନାଳରୁ ସୌମ୍ୟରଞ୍ଜନ ମହାନ୍ତିଙ୍କ ରିପୋର୍ଟ, ନାଗରାଜ ନ୍ୟୁଜ୍।